ଉପନ୍ୟାସ ପାପ ପରି ନିଜର। ଲେଖକ ପଦ୍ମ ଚୋପାଳ। ପଢ଼ି ଶୁଣୁଛନ୍ତି ଅନିତ୍ୟ ମହାନ୍ତି। କିଏ ସେ? ବିସ୍ମୟରେ ସୋମନାଥ ଚାହିଁ ରହିଲା। କାହାକୁ ଦେଖୁଛି ମୁଁ? ମୋର ମୃତ୍ୟୁଲିପ୍ସା ନା ପାପ ରୂପ? ବେଳେବେଳେ ସମୟ ବା ଶୈତାନ ଏମିତି କିଛି ଦେଖେଇଥାଏ ଯାହା ବୁଝି ହୁଏନି। ମୁଁ କିନ୍ତୁ ତୁମକୁ ଦେଖି ଯେପରି କିଛି ବୁଝିପାରୁଛି ଯେ ମୁଁ କିଛି ବୁଝିପାରୁନାହିଁ। ମନେ ହେଉଛି ତମକୁ ଯେପରି ଧରିହେବ ନାହିଁ, ଧରିଲେ ବି ରଖିହେବନି ସୁନା ରୂପା ଲୁହା ଅବା କାଠିର ପଞ୍ଜୁରୀରେ। ମାଟି ତଳେ ବି ପୋତିଦେଲେ ତୁମେ ତାକୁ ଫୁଟେଇ ଭ୍ରୂଣଟିଏ ଭଳି ବାହାରି ଆସିବ। ଆକାଶକୁ ଫୋପାଡ଼ି ଦେଲେ ମେଘ ହୋଇ ଛାଇଯିବ। ପାଣିରେ ବୁଡ଼େଇ ଦେଲେ ମାଛ ଭଳି ପହଁରିବ। ନିଆଁ ବି ତୁମକୁ ପୋଡ଼ିପାରିବ ନାହିଁ। ସୋମନାଥ ନୀରବରେ ଚାହିଁଲା। ଧରିଥିବା ଦରପାଚିଲା ପିଜୁଳିକେ କାମୁଡ଼ି ଚୋବେଇଲା। ଆମୋଦିତ ହେଲା। ବେଶ୍ ମିଠା ପିଜୁଳି। ସାମ୍ନାରେ ତୁମେ ଏକ ଚଳନ୍ତି ବିସ୍ମୟ, ପ୍ରଲୁବ୍ଧକାରିଣୀ। ଚାରିଆଡ଼େ ବିସ୍ତାରିତ ହରିଶଙ୍କର ପାହାଡ଼ ଓ ଜଙ୍ଗଲ। କ୍ୱଚିତ୍ ଭାଗ୍ୟ ମଣିଷର ଏମିତି। କ୍ୱଚିତ୍ ସୁନାର ବାଘୁଣୀ ଦେଖିବାକୁ ମିଳେ। ସୋମନାଥ ଚାହିଁଲା ଲୋହିତ ଅନୁରାଗରେ, ନୀଳାଭ ଲାଳସାରେ। ସମ୍ରାଟଙ୍କ ଭଳି ଖୁସିରେ ସେ ଆଦେଶ ଦେଲା, ଉଠାଅ ଫଟୋ ସୁନ୍ଦରୀ, ଯେତେ ଇଚ୍ଛା ସେତେ। ଗଛର, ପଥରର, ମଣିଷର, ଆକାଶର, ପକ୍ଷୀର ଓ ସବୁ ବିସ୍ମୟର, ଆନନ୍ଦର। ତୁମର ଏହି ଫଟୋ ନେବାର ମୁଦ୍ରା ମୋତେ ଚମତ୍କୃତ କରିଛି, ଉନ୍ମାଦିତ କରୁଛି। ଲାଗୁଛି ତୁମେ ଯେପରି ଶାସ୍ତ୍ରୀୟ ନୃତ୍ୟର ଆକର୍ଷଣୀୟ ଭଙ୍ଗିମାରେ, କାମଶାସ୍ତ୍ରର ବିଧୁର ମୁଦ୍ରାରେ ପାରଙ୍ଗମ, ନିପୁଣ। ସୋମନାଥ ମନେ ମନେ ଖୁସି ହେଲା। ମୁହଁ ବୁଲେଇ ଚାହିଁଲା। ରାସ୍ତା କଡ଼ରେ ମଣ୍ଡପର ଧାରରେ ବସିଛନ୍ତି ଆଦିବାସୀ ସ୍ତ୍ରୀ ଲୋକ କେଇଟା। ବିକୁଛନ୍ତି ପିଜୁଳି, ଅଁଳା, ହରିଡ଼ା, ବାହାଡ଼ା। ଦେହରେ ତାଙ୍କର ବଣଫୁଲର ବାସ୍ନା। ସେମାନଙ୍କଠାରୁ ଟିକିଏ ଦୂରରେ ଆସ୍ଥାନ ଜମି ବସିଛି ଜଣେ ପ୍ରୌଢ଼। ପରିପୃଷ୍ଟ ଚିକ୍କଣ କଳା ଦେହ। ଶବରଟିଏ ହବ କି କଣ? ମୁଣ୍ଡକୁ ଚିକ୍କଣ କରି କୁଣ୍ଡେଇଛି। କପାଳରେ ସିନ୍ଦୁର କଲି। ବେକରେ 4-5 ସରି ରୁଦ୍ରାକ୍ଷ ପୋହଳାର ମାଳା। ସେଥିରେ ଝୁଲୁଛି ହନୁମାନଙ୍କ ତାବିଜ। ବାଘନ କି ଡେଉଁରିଆ। ବାହୁରେ ବାନ୍ଧିଛି ଶକ୍ତ କରି କେଇଟା ପିତ୍ତଳର ଡେଉଁରିଆ। ଅଷ୍ଟଧାତୁର ତାବିଜ ଉପରେ ଲେଖାଯାଇଛି ଓଁ। ହାତରେ ଗୋଳେଇଛି ତମ୍ବାର କଡ଼ାଟିଏ। ଆଙ୍ଗୁଠିରେ ପିନ୍ଧିଛି 5-6ଟା ମୁଦି। ଗ୍ରହଶାନ୍ତି ପାଇଁ ବିଭିନ୍ନ ପଥରର, ପୁଣି ମନସ୍କାମନା ପୂରଣ ପାଇଁ ମନ୍ତୁରା ସିଦ୍ଧ କେଇଟା ସେଥିରୁ। ଲୋକଟା ବସିଛି ଚେକା ପକେଇ। ଆଗରେ ପୁରୁଣା ମଇଳା ଧୋତିଟିଏ ଚାରିଭଙ୍ଗ କରି ପକେଇ ତା ଉପରେ ଖଞ୍ଜି ରଖିଛି ତ୍ରିମୁଖୀ, ପଞ୍ଚମୁଖୀ, ସପ୍ତ ରୁଦ୍ରାକ୍ଷ। ତା ଛଡ଼ା ବାଘ ନଖ, କୁଚିଲା ଖାଇ ଚଢ଼େଇର ହାଡ଼, ହାତୀ ଦାନ୍ତ, ବାଘ ଦାନ୍ତ, ଗଣ୍ଡାମୁତ, ସାପବାରିଣୀ ଗଦ, ବିଷହାରିଣୀ ଜାଲ ମହୁରା, ଆଉ ସବୁ କଣ କଣ ଚେରମୂଳି। ପଚାରିଲେ ଗପି ଯାଉଛି ଯେମିତି ଗୋଟାଏ କ୍ୟାସେଟ୍ ପ୍ଲେୟାର ଲାଗିଗଲା। ସୋମନାଥ ତାକୁ ଯାଇ କହିଲା, ଭାଇ, ମୋତେ ଗୋଟାଏ କିଛି ଦିଅ, ଯେମିତି ମୁଁ ଯାହା ଇଚ୍ଛା ତାହା କରିପାରିବି। ବାଘୁଣୀ, ହସ୍ତିନୀ କି ସର୍ପିଣୀ କେହି ମୋତେ ଡରେଇ ପାରିବେ ନାହିଁ। ମୁଁ ସେମାନଙ୍କୁ ଶିକାର କରିପାରିବି, ପୋଷା ବି ମନେଇ ପାରିବି। ଲୋକଟା ସୋମନାଥ କଥାକୁ ଶୁଣିଲାନି। କହି ଚାଲିଲା, ଏ ଗଦ ଅବ୍ୟର୍ଥ ଓ 7 ପ୍ରକାର ବିଷ ଦୃଷ୍ଟିହରଣ କରିବ। ସାପ ହାଣୁ କି ବିଛା ମାରୁ, ବିଲୁଆ କାମୁଡ଼ୁ କି ହେଣ୍ଡୁଳା ମହୁ ବିନ୍ଧୁ, ଟିକିଏ ପାଣିରେ ଘଷି ଚନ୍ଦନ ଭଳି ସେ କ୍ଷତ ଚିହ୍ନରେ ଲଗେଇଦେବ। ଅଥବା ପେଟ ଟାଣୁ କି କାମୁଡ଼ୁ, ତୁଳସୀ ପତ୍ରରେ ଗୋଳେଇ ଚାମୁଚିରେ ପିଇଦେବ। ଭୂତ ଲାଗିଛି, ପ୍ରେତ ଆଖି ପକେଇଛି, ଡାହାଣୀ ଖାଇବାକୁ ମାଗୁଛି, ରକ୍ତ ପିଇ ଯାଉଛି କି ପିହୁଳା ମାରୁଛି, ଛୁଆମାନଙ୍କୁ ଏଥିରୁ ଖଣ୍ଡେ ଡେଉଁରିଆରେ ବାନ୍ଧିଦେବ। ଶଳା, ସୋମନାଥ ମନେ ମନେ କହିଲା, ମୋ ବ୍ୟାଧି ଏସବୁ କିଛି ନୁହେଁ ବେ। ମୋତେ ଦେ ମୃତ୍ୟୁ ସଞ୍ଜୀବନୀ ସୁରା, ମୁଁ ନିଶାରେ ଅମର ହେବି। ଦେ ସକଳ ଅଭୀଷ୍ଟ ପୂରଣୀ ତାବିଜ, ସବୁ କାମନା ପୂରଣ ହେବ। ଆଉ ଦେ ମହାବଳଶାଳୀ ସାଲସା କି ସେମିତି କିଛି। କେବେ କେଉଁ କାମରେ ମୁଁ କ୍ଳାନ୍ତ ହେବିନି କି ଅବଶ ହେବିନି, ହାରିବିନି, ରତି କ୍ରୀଡ଼ାରେ ବି। ଲୋକଟା ଚିଡ଼ିଯାଇ ଚାହିଁଲା କ୍ରୋଧରେ। ତା ବାମ ଜଙ୍ଘ ପାଖକୁ ଲାଗି ଥୁଆ ହୋଇଥିବା ଲାଲକନାରେ ବନ୍ଧା ପୁଡ଼ିଆଟି ଉପରେ ହାତ ପକାଇ କହିଲା, ଯା, ତୋର ଅଧା ବୟସରେ Sample complete. Ready to continue?